କ'ଣ କହୁଛି ଆଜିର ରାଶିଫଳ। କେଉଁ ରାଶିର ଲୋକମାନେ ଭଲରେ କଟିବ ଦିନ, କେଉଁମାନେ ସତର୍କ ରହିବେ। ଗ୍ରହ ନକ୍ଷତ୍ର ଗୁଡ଼ିକର ଗତି ଦ୍ୱାରା ପ୍ରତିଦିନର ରାଶିଫଳ ଗଣନା କରାଯାଏ। ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକମାନଙ୍କ ପାଇଁ ଦିନଟି ଭଲ ରହିବ, କେଉଁ ରାଶିର ଲୋକଙ୍କୁ ଅତ୍ୟନ୍ତ ସାବଧାନ ରହିବାକୁ ପଡ଼ିବ। ମେଷ ରାଶି, ବାଣିଜ୍ୟ ବ୍ୟବସାୟରେ ଆୟ ଉତ୍ତମ ହେବ। କର୍ମକ୍ଷେତ୍ରରେ କୃତକାର୍ଯ୍ୟ ହେବେ। ହରାଇଥିବା ଦ୍ରବ୍ୟ ଫେରି ପାଇବେ। ମହିଳାମାନେ ତରବରିଆ ଭାବରେ କୌଣସି କାମ ନ କରିବା ପରିସ୍ଥିତି ଆଖି ଆଗରେ ରଖି କାମ କଲେ ଭଲ ହେବ। ବୃଷ ରାଶି, ଆଜି ହସଖୁସିରେ ସମୟ ବିତାଇବେ। ପରିବାରରେ ଯେତେ ସମସ୍ୟା ଥିଲେ ମଧ୍ୟ ଶାନ୍ତି ଅନୁଭବ କରିବେ। ଚାକିରି କ୍ଷେତ୍ରରେ ପଦୋନ୍ନତି ହେବ। ମହିଳାମାନେ ଆନୁଷ୍ଠାନିକ କାମ ହାସଲ କରିବା ସକାଶେ ବନ୍ଧୁ ସାହାଯ୍ୟ ଉପରେ ନିର୍ଭର କରିବେ। ମିଥୁନ ରାଶି, ବ୍ୟବସାୟୀମାନେ ନୂତନ ବାଣିଜ୍ୟର ପରିକଳ୍ପନା କରିବେ। ଖାଦ୍ୟ ବ୍ୟବସାୟୀମାନେ ଲାଭବାନ ହେବେ। ନୂଆ ନିଯୁକ୍ତି ନେଇ ଯୋଗ ରହିଛି। ସୁଖ ସମୃଦ୍ଧି ଓ ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ। ମାଲି ମକଦ୍ଦମା ସଫଳତା ମିଳିବ। ବନ୍ଧୁଙ୍କ ସାହାଯ୍ୟରେ କେତେ ସମସ୍ୟାର ସମାଧାନ ହେବ। କର୍କଟ ରାଶି, ଯାତ୍ରା ସମୟରେ ସତର୍କ ରୁହନ୍ତୁ। କର୍ମକ୍ଷେତ୍ରରେ ବାଧାବିଘ୍ନ ଓ ବିବାଦ ଦେଖାଦେବ। ଆନୁଷ୍ଠାନିକ କାମ, ଯାନ୍ତ୍ରିକ ଶିଳ୍ପ ଓ ପରିବହନ କ୍ଷେତ୍ରରେ ଆଶାନୁରୂପ ଫଳ ପାଇବେ ନାହିଁ। ବନ୍ଧୁଙ୍କ ସହଯୋଗ, ପ୍ରେରଣା, ଆର୍ଥିକ ସହାୟତା ନୂତନ ପନ୍ଥା ଅନୁସରଣ କରିବେ। ସିଂହ ରାଶି, ଲୋକ ସମ୍ପର୍କ ଓ ସନ୍ତୋଷ ବଢ଼ାଇବେ। ରୋଜଗାରରେ ଲାଗି ରହିଥିବା ସମସ୍ୟା ଦୂର ହେବ। ଧନ ଲାଭ ଯୋଗୁଁ ମନ ଖୁସି ରହିବ। କାର୍ଯ୍ୟ ପୂରଣ ବିଳମ୍ବରେ ହେବ। ସମୟ ହସଖୁସିରେ ବିତିବ। କର୍ମକ୍ଷେତ୍ରରେ ଉପରିସ୍ଥ କର୍ମଚାରୀଙ୍କଠାରୁ ପ୍ରଶଂସିତ ହେବେ। କନ୍ୟା ରାଶି, ବ୍ୟୟବହୁଳ ମଧ୍ୟରେ କାର୍ଯ୍ୟସିଦ୍ଧି ହେବ। ବାଣିଜ୍ୟ ବ୍ୟବସାୟରେ ଆୟ ଉତ୍ତମ ହେବ। କର୍ମକ୍ଷେତ୍ରରେ ପଦୋନ୍ନତି ହେବ। ମୂଲ୍ୟବାନ ଧାତୁ କିମ୍ବା ଭୂମି କ୍ରୟ କରିବା ଯୋଗ ରହିଛି। ଜୀବନସାଥୀଙ୍କ ସହ ସୁମଧୁର ସମ୍ପର୍କ ରହିବ। ତୁଳା ରାଶି, ଅଚାନକ ଧନପ୍ରାପ୍ତି ହେବ। ଦୂରଯାତ୍ରାରେ ସଫଳତା ପାଇବେ। ସରକାରୀ ଚାକିରିଆଙ୍କୁ ଖୁସି ଖବର ମିଳିବ। ପାରିବାରିକ ସମ୍ବନ୍ଧ ମଜବୁତ ହେବ। ସାମାଜିକ କାର୍ଯ୍ୟରେ ସଫଳତା, ମାନସମ୍ମାନ ବୃଦ୍ଧି ପାଇବ। ଯାତ୍ରା ସମୟରେ ଆନନ୍ଦରେ ସମୟ କାଟିବେ। ବିଛା ରାଶି, ଧାର୍ମିକ କାର୍ଯ୍ୟ ରୁଚି ବଢ଼ିବ। ସଂଘର୍ଷ ଦ୍ୱାରା ସଫଳତା ମିଳିବ। ଅଧିକାରୀଙ୍କଠାରୁ ସହଯୋଗ ମିଳିବ। ମହିଳାମାନଙ୍କର ସନ୍ତାନ ଚିନ୍ତା, ମାନସିକ ଅସ୍ଥିରତା ବୃଦ୍ଧି ପାଇବ। ବିଦ୍ୟାର୍ଥୀ କ୍ରୀଡ଼ାବିତମାନେ ପ୍ରଶଂସିତ ହେବେ। ଧନୁ ରାଶି, ପରିଶ୍ରମର ଆଶାଜନକ ଫଳପ୍ରାପ୍ତି ହେବ ନାହିଁ। ମହିଳାମାନେ ପରିବାରରେ ଆଦରଣୀୟ ହୋଇ ସୁଖ ଭୋଗ କରିବେ। କର୍ମକ୍ଷେତ୍ରରେ ଉନ୍ନତି ହେବ। ପାରିବାରିକ ଜୀବନ ଅଶାନ୍ତି ଦେଖାଦେବ। ଧନ ହାନି ନେଇ ଯୋଗ ରହିଛି। ମକର ରାଶି, ଅଫିସରେ ଅଟକିଥିବା କାମଗୁଡ଼ିକ ସୁରୁଖୁରୁରେ ସମ୍ପୂର୍ଣ୍ଣ ହେବ। ବାଣିଜ୍ୟ ପରିବହନରେ ଆଶାଜନକ ସଫଳତା ହାସଲ କରିବେ। ସନ୍ତାନ ସୁଖ ମିଳିବା, ଶାରୀରିକ ଅସୁସ୍ଥତା ଦେଖାଦେବ। ବିବାଦୀୟ ପରିସ୍ଥିତିରେ ପ୍ରିୟ କଥା କହି ସମସ୍ୟା ସୁଧାରି ନେବେ। କୁମ୍ଭ ରାଶି, ଗୁରୁଜନ ଉଚ୍ଚପଦସ୍ଥ ବ୍ୟକ୍ତିଙ୍କଠାରୁ ସମ୍ମାନ ମିଳିବ। କୃଷିଜୀବୀମାନେ ହସଖୁସିରେ ସମୟ ବିତାଇବେ। ବ୍ୟବସାୟୀରେ ନାନା ପ୍ରକାରର ସୁବିଧା ସୁଯୋଗ ମିଳିବ। ପୁରୁଣା ପ୍ରାପ୍ୟ ମଧ୍ୟ ଆଦାୟ ହୋଇଯିବ। ପ୍ରତିଯୋଗିତାରେ ବିଜୟୀ ହେବେ। ମୀନ ରାଶି, ଉଚ୍ଚପଦସ୍ଥ ବ୍ୟକ୍ତିଙ୍କ ସହ ମନୋମାଳିନ୍ୟ ହୋଇପାରେ। ବାସଗୃହ ଓ ଯାନବାହନ ନେଇ କେତେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ। ପାରିବାରିକ ସମ୍ପର୍କରେ ଉନ୍ନତି ହେବ। ଜନମଙ୍ଗଳ କାର୍ଯ୍ୟ କିମ୍ବା ସଭା ସମିତିରେ ଯୋଗ ଦେଇ